नमस्कार। ମୁଁ ହର୍ଷ ପରିଚ୍ଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। এই ଭିଡିଓରେ ଆମେ ଆଲୋଚନା କରିବା ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 75ତମ ଜନ୍ମ ଅବସରରେ ଯୋଉ ସବୁ ଘଟଣା ମାନ ବା ଯୋଉ ସବୁ ଶୁଭେଚ୍ଛା ଗୁଡିକ ଆସୁଛି ତାରି ଉପରେ ଆମେ ଆଲୋଚନା କରିବା। ତେବେ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ସବସ୍କ୍ରାଇବ କରିବାକୁ ଭୁଲିବେନି କାରଣ ଆପଣଙ୍କ ପ୍ରତ୍ୟେକଟି ସବସ୍କ୍ରାଇବ ମୋ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ତେଣୁ ଆପଣଙ୍କୁ ଅନୁରୋଧ କରୁଛି ସବସ୍କ୍ରାଇବ କରିବାକୁ, ଲାଇକ୍ କରିବାକୁ, ସେୟାର କରିବାକୁ ଭୁଲିବେ ନାହିଁ। ତେବେ ମଙ୍ଗଳବାର ଅର୍ଥାତ ଗତକାଲି ସେପ୍ଟେମ୍ବର 17 ତାରିଖ ଦିନ ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଗଲା। ଏହି ପରିପ୍ରେକ୍ଷୀରେ ନରେନ୍ଦ୍ର ମୋଦୀ କେବଳ ଭାରତର ନିର୍ମିତ ଉତ୍ପାଦ କିଣିବା ପାଇଁ ସ୍ୱଦେଶୀ ମନ୍ତ୍ର ଗ୍ରହଣ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ। ସେ ଯେତେବେଳେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଗୋଟେ ରାଲିରେ ସମସ୍ତଙ୍କୁ ସମ୍ବୋଧନ କରିଥିଲେ ଏବଂ ଗୋଟେ ବିଶାଳ ମିଟିଂରେ ବା ବିଶାଳ ସମାଗମରେ ସେ ଯୋଉ ନିଜର ଅଭିଭାଷଣ ରଖିଥିଲେ ସେହି ସମୟରେ ଲୋକବାସୀଙ୍କୁ ସେ ଏଇ ବିଷୟ କହିଥିଲେ ଯେ ଭାରତରେ ନିର୍ମିତ ଉତ୍ପାଦ ସମସ୍ତ କିଣିବା ପାଇଁ ସେ ଯୋଉ ମନ୍ତ୍ର ଅଛି ସେଇ ମନ୍ତ୍ର ସେ କହିଥିଲେ, ଅର୍ଥାତ ସ୍ୱଦେଶୀ ର ଯାହା ସବୁ ଉତ୍ପାଦ ଅଛି ଆପଣଙ୍କର ଖାଇବା ଠାରୁ ଆରମ୍ଭ କରି ପିନ୍ଧିବା ଠାରୁ ଆରମ୍ଭ କରି ବିଭିନ୍ନ ଯାବତୀୟ ଜିନିଷ ଯାହା ଭାରତରେ ଉତ୍ପାଦନ କରାଯାଉଛି ତାକୁ ହିଁ ବ୍ୟବହାର କରିବା ପାଇଁ କୁହାଯାଇଛି। ଏବଂ କାରଣ କାହିଁକି ନା ଆଗକୁ ଆପଣଙ୍କର ଦୁର୍ଗା ପୂଜା ଆସୁଛି, ଆପଣଙ୍କର ବିଭିନ୍ନ ପାର୍ବଣ ଆସୁଛି। ତାରି ଭିତରେ ଯେତେ ସମସ୍ତ ଯୋଉ କି- ନିଜ ପରିବାର ପାଇଁ ବା ନିଜ ପାଇଁ ବା ନିଜ ପରିବାର ସମାଜ ପାଇଁ ଯାହା ସବୁ ଆମେ କିଣିବା ବା ଆମର ବ୍ୟବହାର ଜିନିଷ କିଣିବା ସେ ସମସ୍ତ ଭାରତୀୟ ଉତ୍ପାଦ ଜିନିଷ ହେବା ଦରକାର। ଏଇ ଜିନିଷଟି ସେ ଉପଦେଶ ଦେଇଥିଲେ। କାହିଁକି ଉପଦେଶ ଦେଇଥିଲେ ନା ଯେତେବେଳେ ଆମେ ଭାରତର ସାମଗ୍ରୀ କିଣୁ ଟଙ୍କା ଦେଶରେ ରହିଥାଏ, ଏ କଥା ମଧ୍ୟ ସେ କହିଥିଲେ ଟଙ୍କା ଦେଶରେ ରହିଥାଏ ଏବଂ ବିକାଶ ପ୍ରକଳ୍ପ ଗୁଡିକୁ ସେଇ ଟଙ୍କା ସମର୍ଥନ କରିଥାଏ ବା ସାହାଯ୍ୟ କରିଥାଏ। ଏଇ କଥାଟି ମୁଖ୍ୟତଃ ଭାବରେ ପ୍ରଧାନମନ୍ତ୍ରୀ ଯେତେବେଳେ ମଧ୍ୟପ୍ରଦେଶର ଧାର ଜିଲ୍ଲାରେ ଗୋଟେ ରାଲିକୁ ସମ୍ବୋଧିତ କରୁଥିଲେ ସେ ସମୟରେ ଏଇ ଜିନିଷଟି ସେ ମୁଖ୍ୟ ଭାବରେ ଅ, ଗୁରୁତ୍ୱ ଆରୋପ କରି କହିଥିଲେ। ଏବଂ ସେ ଧାର ଜିଲ୍ଲାକୁ ସୁସ୍ଥ ନାରୀ ସଶକ୍ତ ପରିବାର ଏବଂ ରାଷ୍ଟ୍ରପତି ପୋଷଣ ମାହ ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ମେଗା ସମନ୍ୱିତ ବୟନ ଶିଳ୍ପ କ୍ଷେତ୍ର ଏବଂ ଆପାଲେର ପାର୍କ ମଧ୍ୟ ଉଦ୍ଘାଟନ କରିଥିଲେ ବା ଉଦ୍ଘାଟନ କରିବା ପାଇଁ ଶିଳାନ୍ୟାସ କରିଥିଲେ। କାରଣ ତାର ନିର୍ମାଣ କାର୍ଯ୍ୟ ଆଗକୁ ଆରମ୍ଭ କରାଯିବ, ସେଥିପାଇଁ ସେ ଶିଳାନ୍ୟାସ ମଧ୍ୟ କରିଥିଲେ। ତ ୟାରି ପରିପ୍ରେକ୍ଷୀରେ ଅ, ପ୍ରଧାନମନ୍ତ୍ରୀଙ୍କ 75ତମ ଜନ୍ମବାର୍ଷିକ ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ 75ତମ ଜନ୍ମବାର୍ଷିକୀ ଉତ୍ସବରେ ବା ଅଭିନନ୍ଦନ ଜଣାଇଛନ୍ତି ଏବଂ ଦେଶର ମହାଲକ୍ଷ୍ୟ ହାସଲ କରିବା ସଂସ୍କୃତି ପ୍ରତିଷ୍ଠା କରିବା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଜି ବିଶ୍ୱ ସମ୍ପ୍ରଦାୟ ମଧ୍ୟ ଆପଣଙ୍କ ମାର୍ଗଦର୍ଶନରେ ନିଜର ବିଶ୍ୱାସ ପ୍ରକାଶ କରୁଛି, ଏ କଥା କହିଥିଲେ ପ୍ରଧାନମନ୍ତ୍ରୀଙ୍କୁ। ଏବଂ ପ୍ରଧାନମନ୍ତ୍ରୀ ତାଙ୍କର ଜନ କହିଛନ୍ତି, ମୁଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣଙ୍କ ସର୍ବଦା ସୁସ୍ଥ ଏବଂ ଆନନ୍ଦିତ ରୁହନ୍ତୁ ଏବଂ ଆପଣ ଅନ୍ୟାନ୍ୟ ନେତୃତ୍ୱ ସହିତ ଦେଶର ପ୍ରଗତିରେ ବା ଦେଶର ବିଭିନ୍ନ ସାମାଜିକ, ଆର୍ଥିକ, ସ୍ୱାସ୍ଥ୍ୟଗତ ବା ଆପଣଙ୍କର ରାଜନୈତିକ ବିଭିନ୍ନ କ୍ଷେତ୍ରରେ ଆଗକୁ ନେବା ପାଇଁ ସେ ଶୁଭେଚ୍ଛା ପ୍ରଦାନ କରିଥିଲେ। ଏବଂ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କର ହିନ୍ଦୀ ଭାଷାରେ ଗୋଟେ ଏକ୍ସରେ ପୋଷ୍ଟ କରିଥିଲେ ଅ, ନରେନ୍ଦ୍ର ମୋଦୀ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ। ସମସ୍ତ ଦଳୀୟ ସ୍ତରରେ ଶୁଭେଚ୍ଛାର ସୁଅ ଛୁଟିଛି। ବିଭିନ୍ନ ଦଳର ନେତାମାନଙ୍କୁ ମଧ୍ୟ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଶାସକଙ୍କ ମଧ୍ୟରୁ ସିକ୍କିମର ମୁଖ୍ୟମନ୍ତ୍ରୀ PS ତମାଙ୍ଗ କହିଛନ୍ତି ଯେ ମୋଦୀଙ୍କ ଜୀବନ ଜାତୀୟ ସେବାରେ ଏକ ପ୍ରତୀକ ଏବଂ ତାଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିଛନ୍ତି। ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ 1.4 ବିଲିୟନ ଭାରତୀୟଙ୍କ ଆଶା ଏବଂ ଆକାଂକ୍ଷାର ମଶାଲ ବାହକ ବୋଲି ସେ ବର୍ଣ୍ଣନା କରିକି ତାଙ୍କର ଅ, ସମ୍ବୋଧନ କରିଛନ୍ତି ଏବଂ ଶୁଭେଚ୍ଛା ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ନୂତନ ଭାରତକୁ ବିଶ୍ୱ ସ୍ତରରେ ସ୍ଥାପନ କରିବାରେ ତାଙ୍କର ଭୂମିକା ପ୍ରଶଂସନୀୟ ଏବଂ ପ୍ରଶଂସା ଯୋଗ୍ୟ, ଏହି କଥା ମଧ୍ୟ ଯୋଗୀ ଆଦିତ୍ୟନାଥ ପ୍ରଶଂସା କରି କହିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ତାଙ୍କୁ ଦୀର୍ଘ ଜୀବନ କାମନା କରିଛନ୍ତି ଏବଂ ଉପରାଷ୍ଟ୍ରପତି କ୍ଷମା କରିବେ ଉପରାଷ୍ଟ୍ରପତି CP ରାଧାକୃଷ୍ଣନ ମଧ୍ୟ କହିଛନ୍ତି ଯେ ତାଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଭାରତରେ ବିଶ୍ୱ ସ୍ତରରେ ଏକ ଛାପ ସୃଷ୍ଟି କରିଛି ବା ଗୋଟେ ଲେୟାର କ୍ରିଏଟ କରିଛି, ଯୋଉ ଲେୟାର ଦ୍ଵାରା ଆମ ଭାରତକୁ ବିଶ୍ୱରେ ମାନେ ଜଣା ଯାଉଛି ବା ଭାରତକୁ ବିଶ୍ୱରେ ଘୋଷଣା କରାଯାଉଛି ଯେ ଭାରତ ଗୋଟେ ଚତୁର୍ଥ ବୃହତ୍ତମ କହିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 75ତମ ଜନ୍ମ ଦିନରେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ
ଦେଶର ସେବା ନିମନ୍ତେ ନିରନ୍ତର ସଫଳତା କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ବହୁତ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ବର୍ଷର ଉତ୍ତମ ସ୍ୱାସ୍ଥ୍ୟ, ଖୁସି ଏବଂ ଦେଶ ସେବାରେ ନିରନ୍ତର ସଫଳତା ପାଇଁ ସେ ନିଜର ଅ, ଶୁଭେଚ୍ଛା ଜଣାଇଛନ୍ତି। ଏବଂ ଶଶୀ ଥରୁର ତାଙ୍କର ପୁରୁଣା ଫଟୋକୁ ଗୋଟେ ଏକ୍ସରେ, ପ୍ରଧାନମନ୍ତ୍ରୀ ସହିତ ଯୋଉ ପୁରୁଣା ଫଟୋ ଥିଲା ସେ ଏକ୍ସରେ ସେଇଟାକୁ ସେ ପୋଷ୍ଟ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କର ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ବୁଧବାର 75 ବର୍ଷ ବୟସରେ ପହଞ୍ଚିଲେ। ଅନେକ ବିଶିଷ୍ଟ ବ୍ୟକ୍ତି ଏବଂ ରାଜନେତା ତାଙ୍କ ନେତୃତ୍ୱର ପ୍ରଶଂସା କରିଥିଲେ ଏବଂ ଶାସକ ବିଜେପି ତାଙ୍କ ଜନ୍ମଦିନ ପାଳନ ପାଇଁ ସେବା ପଖୱାଡ ଆରମ୍ଭ କରିଥିଲେ। କେନ୍ଦ୍ର ଏବଂ ରାଜ୍ୟ ଗୁଡ଼ିକରେ ବିଜେପି ସରକାର ଯୋଉ ଜାଗାରେ ଅଛି, ରାଜ୍ୟ ସରକାର ଗୁଡ଼ିକରେ ସେଥିରେ ଆପଣଙ୍କର ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସ୍ୱଦେଶୀ ଆନ୍ଦୋଳନ ଅର୍ଥାତ ସ୍ୱଦେଶ ପ୍ରଡକ୍ଟ ଗୁଡ଼ିକ ବା ସ୍ୱଦେଶ ଉତ୍ପାଦ ଜିନିଷ ଗୁଡ଼ିକ କିଣିବା ପାଇଁ, ଲୋକମାନଙ୍କୁ ସଚେତନ କରିବା ପାଇଁ ଏବଂ ପ୍ରୋତ୍ସାହିତ କରିବା ପାଇଁ, ସ୍ୱାସ୍ଥ୍ୟ ସେବା ବୋଲନ୍ତୁ ବା ଆପଣଙ୍କର ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପାଇଁ ବୋଲନ୍ତୁ ବା ନାରୀ ମାନଙ୍କର ସଶକ୍ତିକରଣ ଉପରେ ବୋଲନ୍ତୁ, ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ଏଇଟା କେନ୍ଦ୍ର ତଥା ବିଜେପି ଶାସିତ ଅ, ରାଜ୍ୟ ଗୁଡ଼ିକରେ ଏଇ କାର୍ଯ୍ୟକ୍ରମଟି ଚାଲୁ ରହିବ। ଏହାରି ପରିପ୍ରେକ୍ଷୀରେ ବୁଦ୍ଧିଜୀବୀ ମାନେ ମଧ୍ୟ ଏଇ ଯୋଉ ନରେନ୍ଦ୍ର ମୋଦୀଙ୍କର ଏଇ ଯୋଉ ଜନ୍ମ ଉତ୍ସବରେ ସମସ୍ତଙ୍କର ଯୋଉ ଛୁଅ ଛୁଟିଛି ବା ସମ୍ବେଦନ ମାନେ ପ୍ରଶଂସା କରିଛନ୍ତି ବା ଆପଣଙ୍କର ଶୁଭେଚ୍ଛା ଜଣାଇଛନ୍ତି। ସେ ନରେନ୍ଦ୍ର ମୋଦୀଙ୍କର କଲ୍ୟାଣ, ବିକାଶ ଏବଂ ସଚେତନା କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ସେଥିପାଇଁ ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି ଏବଂ ବିଶେଷ କରି ନରେନ୍ଦ୍ର ମୋଦୀଙ୍କର ଉତ୍ତମ ସ୍ୱାସ୍ଥ୍ୟ ଏବଂ ଆଗକୁ ନୂତନ ଚିନ୍ତାଧାରା ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଛନ୍ତି। ତ ଭିଡିଓଟି ସମସ୍ତେ ଦେଖିଥିବା ହେତୁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍, ସେୟାର, ସବସ୍କ୍ରାଇବ କରିବେ, କମେଣ୍ଟ ଦେବାକୁ ଭୁଲିବେ ନାହିଁ। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।